ତେବେ ଆଜି ଆମେ ଏମିତି ଏକ ପ୍ରସଙ୍ଗ ଉପରେ କଥା ହେବାକୁ ଯାଉଛୁ ଯାହା ମୋତେ ଲାଗେ ଆମ ସମସ୍ତଙ୍କ ଜୀବନର ଗୋଟେ ମୂଳ ଦ୍ୱନ୍ଦ୍ୱ। ଆଚ୍ଛା, କୋଉ ଦ୍ୱନ୍ଦ୍ୱ କଥା କହୁଛନ୍ତି? ସେଇ ଯେ ଆମର ଦୈନନ୍ଦିନ କର୍ତ୍ତବ୍ୟ ଆଉ ଆମର ଆଧ୍ୟାତ୍ମିକ ଇଚ୍ଛା। ଓହୋ, ବୁଝିଲି। ମାନେ ଡ୍ୟୁଟି ଆଉ ଡିଭୋସନ୍। ଏକ୍ଜାକ୍ଟଲି। ଏଇ ଦୁଇଟା ଭିତରେ ସନ୍ତୁଳନ କେମିତି ସମ୍ଭବ? ଏଇଟା ବୁଝିବା ପାଇଁ ଆମ ପାଖରେ ଅଛି ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଶ୍ରୀମଦ୍ ଭାଗବତ। ହଁ, ତୃତୀୟ ସ୍କନ୍ଧର ଗୋଟେ ବହୁତ ସୁନ୍ଦର ଅଂଶ। ଏଥିରେ ଜଣେ ରାଜା ଆଉ ଜଣେ ମୁନିଙ୍କ ଭିତରେ ଗୋଟେ ଏମିତି କଥାବାର୍ତ୍ତା ଅଛି ଯାହା ଗୋଟେ ବିବାହ ପ୍ରସ୍ତାବକୁ ନେଇ ଆରମ୍ଭ ହେଉଛି। କିନ୍ତୁ ଏଟା ଖାଲି ବିବାହର କାହାଣୀ ନୁହେଁ। ବିଲକୁଲ ନୁହେଁ। ଏହା ଭିତରେ ଦାୟିତ୍ୱ, ତ୍ୟାଗ ଆଉ ମୁକ୍ତିର ବଡ଼ ବଡ଼ କଥା ଲୁଚି ରହିଛି। ଚାଲନ୍ତୁ ଏଇ କାହାଣୀ ଭିତରକୁ ଯିବା। ହଁ, କିନ୍ତୁ କାହାଣୀକୁ ଯିବା ଆଗରୁ ମତେ ଲାଗୁଛି ଚରିତ୍ରମାନଙ୍କ ବିଷୟରେ ଟିକେ ଜାଣିନେବା ଦରକାର। ନିଶ୍ଚୟ। ଏଠି ମୁଖ୍ୟତଃ 2 ଜଣ ଚରିତ୍ର ଅଛନ୍ତି। ପ୍ରଥମେ ହେଲେ ସ୍ୱୟଂଭୁବ ମନୁ, ଯିଏ ମାନେ ମାନବ ଜାତିର ଆଦି ପୁରୁଷ ଆଉ ପ୍ରଥମ ରାଜା। ଆଚ୍ଛା। ଆଉ ଦ୍ୱିତୀୟରେ ହେଲେ କର୍ଦ୍ଦମ ମୁନି। ସେ ସାଧାରଣ ଋଷି ନୁହନ୍ତି, ସେ ସିଧା ବ୍ରହ୍ମାଙ୍କ ମାନସ ପୁତ୍ର, ଜଣେ ବହୁତ ବଡ଼ ତପସ୍ୱୀ। ଓକେ। ତେବେ ଏହି ଆଲୋଚନାଟା ମୁଖ୍ୟତଃ ସେଇ 4 ଆଶ୍ରମ ମାନେ ବ୍ରହ୍ମଚର୍ଯ୍ୟ ପରେ ଯୋଉ ଗୃହସ୍ଥାଶ୍ରମ ଆସେ ତାର ଉଦ୍ଦେଶ୍ୟ କ'ଣ ସେଇଠି କେନ୍ଦ୍ରିତ। ବହୁତ ବଢ଼ିଆ। ତେବେ କାହାଣୀ ଆରମ୍ଭ ହେଉଛି ରାଜା ମନୁ, ତାଙ୍କ ରାଣୀ ଶତ୍ରୁପା ଆଉ ଝିଅ ଦେବହୂତିଙ୍କୁ ନେଇ କର୍ଦ୍ଦମ ମୁନିଙ୍କ ଆଶ୍ରମରେ ପହଞ୍ଚିବାଠୁ। ତାଙ୍କ ଉଦ୍ଦେଶ୍ୟ ପୁରା ସ୍ପଷ୍ଟ। ସେ ନିଜ ଝିଅ ଦେବହୂତିଙ୍କ ପାଇଁ କର୍ଦ୍ଦମ ମୁନିଙ୍କୁ ବର ଭାବରେ ଚାହୁଁଛନ୍ତି। ଆଚ୍ଛା। କିନ୍ତୁ ଇଣ୍ଟରେଷ୍ଟିଂ କଥା ହେଉଛି ସେ ଜଣେ ଏତେ ବଡ଼ ସମ୍ରାଟ ହୋଇକି ବି ସିଧା ପ୍ରସ୍ତାବ ଦେଉନାହାନ୍ତି। ତାହେଲେ କ'ଣ କରୁଛନ୍ତି? ସେ ପ୍ରଥମେ ମୁନିଙ୍କର ବହୁତ ପ୍ରଶଂସା କରୁଛନ୍ତି। କହୁଛନ୍ତି କି ଧର୍ମ ଓ ବେଦର ପ୍ରଚାର ପାଇଁ ବ୍ରହ୍ମା ନିଜେ ତାଙ୍କୁ ସୃଷ୍ଟି କରିଛନ୍ତି। ବାଃ। ତାଙ୍କୁ ଜ୍ଞାନୀ, ତପସ୍ୱୀ, ଧର୍ମର ରକ୍ଷକ ଏମିତି ବହୁତ କିଛି କହି ସମ୍ବୋଧନ କରୁଛନ୍ତି। ତେଣୁ ଏଇଟା ଖାଲି ଗୋଟେ ଫର୍ମାଲିଟି ନଥିଲା। ନା, ଏହା ପଛରେ ଗୋଟେ ବହୁତ ଗଭୀର ସମ୍ମାନର ଭାବନା ଥିଲା। ଏଇ ଘଟଣାଟା ସେତେବେଳର ସମାଜକୁ ଦେଖାଉଛି। କେମିତି? ଦେଖନ୍ତୁ, ଜଣେ ରାଜା ଯାହା ପାଖରେ ସବୁ ଶକ୍ତି ଅଛି, ସେ ଜଣେ ତପସ୍ୱୀଙ୍କ ଆଗରେ ଏତେ ନମ୍ର। ହଁ, ଏଇଟା ତ ଗୋଟେ ବଡ଼ କଥା। ଏହାର ଅର୍ଥ ହେଉଛି ରାଜକୀୟ ଶକ୍ତି ଉପରେ ଆଧ୍ୟାତ୍ମିକ ଜ୍ଞାନକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ରାଜା ଆଦେଶ ଦେଉନାହାନ୍ତି, ପ୍ରାର୍ଥନା କରୁଛନ୍ତି। ଆଉ ଏଥିରେ ଆଉ ଗୋଟେ କଥା ବି ଥିଲା ନା, ଝିଅର ସମ୍ମତି ବିଷୟରେ? ଏକ୍ଜାକ୍ଟଲି। ମନୁ ସ୍ପଷ୍ଟ କହିଦେଉଛନ୍ତି ଯେ ଏଇଟା ଖାଲି ତାଙ୍କ ଇଚ୍ଛା ନୁହେଁ। ଆଚ୍ଛା। ସେ କହୁଛନ୍ତି ନାରଦ ମୁନିଙ୍କଠୁ କର୍ଦ୍ଦମଙ୍କ ଗୁଣଗାନ ଶୁଣି ତାଙ୍କ ଝିଅ ଦେବହୂତି ନିଜେ ହିଁ ତାଙ୍କୁ ମନେ ମନେ ପତି ବାଛି ସାରିଛନ୍ତି। ବାଃ, ମାନେ କନ୍ୟାର ସମ୍ମତିକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ନିଶ୍ଚିତ। ତେବେ ତ ସବୁ ଠିକ୍ ଥିଲା। ରାଜାଙ୍କ ନମ୍ରତା, କନ୍ୟାର ସମ୍ମତି, ମୁନିଙ୍କର ଯୋଗ୍ୟତା। କିନ୍ତୁ ମୁନି ଏଇ ପ୍ରସ୍ତାବକୁ ସିଧା ମାନିନେଲେନି। ସେଥିରେ ଗୋଟେ ବଡ଼ ମୋଡ଼ ଆଣିଦେଲେ। ହଁ, ସେଇଠି ହିଁ ତ କାହାଣୀର ପ୍ରକୃତ ଗଭୀରତା ଆରମ୍ଭ ହେଉଛି। କ'ଣ କଲେ ସେ? ସେ ରାଜା ମନୁଙ୍କ ପ୍ରସ୍ତାବରେ ରାଜି ତ ହେଲେ, କିନ୍ତୁ ଗୋଟେ ଅଦ୍ଭୁତ ସର୍ତ୍ତ ସହିତ। କି ସର୍ତ୍ତ? ସେ କହିଲେ, ହେ ରାଜନ୍, ମୁଁ ଆପଣଙ୍କ ଝିଅକୁ ବାହା ହେବି ଆଉ ଗୃହସ୍ଥ ଧର୍ମ ବି ପାଳନ କରିବି। କିନ୍ତୁ କେବଳ ସେତିକି ଦିନ ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ଆମର ସନ୍ତାନ ପ୍ରାପ୍ତି ହୋଇନାହିଁ। କ'ଣ କହୁଛନ୍ତି? ହଁ, ଜଗନ୍ନାଥ ଦାସଙ୍କ ଭାଷାରେ ଯାବତ ଏହା କୋଳେ ଜାତ ସୁନ୍ଦର ଗୁଣବନ୍ତ ପୁତ୍ର ତାବତ ଗୃହାଶ୍ରମେ ରହି ତହୁଁ ସନ୍ନ୍ୟାସ କରିବଇ। ବାପରେ, ମାନେ ପୁଅ ହେଲା ପରେ ସବୁ ଛାଡ଼ି ସନ୍ନ୍ୟାସୀ ହୋଇଯିବେ? ଏକଦମ୍। ଯଦି ଆମେ ଆଜିର ଭାଷାରେ କହିବା, ଏହାକୁ ଗୋଟିଏ ପ୍ରକାରର ଆପଣ କହିପାରିବେ ସ୍ପିରିଚୁଆଲ ପ୍ରିନପ୍ସୁଆଲ ଅଗ୍ରିମେଣ୍ଟ। ଆଧ୍ୟାତ୍ମିକ ବିବାହ ପୂର୍ବ ଚୁକ୍ତି? ହଁ। ଗୋଟେ ମିନିଟ୍, ସେ ବିବାହ କରିବାକୁ ରାଜି ହେଲେ, କିନ୍ତୁ ଆଗରୁ ହିଁ ସମ୍ପର୍କ ଛାଡ଼ିବାର ତାରିଖ ମାନେ ଗୋଟେ ହିସାବରେ ସ୍ଥିର କରିଦେଲେ? ହଁ, ସେଇଟା ହିଁ। ଏଇଟା ତ ବଡ଼ ଅଜବ ସର୍ତ୍ତ। ଜଣେ ବାପା ହିସାବରେ ରାଜା ମନୁ ଏଥିରେ ରାଜି ହେଲେ କେମିତି? ନିଜ ଝିଅର ଭବିଷ୍ୟତ କଥା ଭାବିଲେନି? ଏଇଟା ଏକଦମ ଯୁକ୍ତିଯୁକ୍ତ ପ୍ରଶ୍ନ। କିନ୍ତୁ ଏଇଟା ବୁଝିବା ପାଇଁ ଆମକୁ ସେତେବେଳର ଦାର୍ଶନିକ ପରିବେଶକୁ ବୁଝିବାକୁ ପଡ଼ିବ। ଏହି ସର୍ତ୍ତଟି ପ୍ରକୃତରେ 2ଟି ମୂଳ ଲକ୍ଷ୍ୟ, ଧର୍ମ ଆଉ ମୋକ୍ଷ ଭିତରେ ଗୋଟେ ବ୍ୟାଲେନ୍ସ କରିବାର ଚେଷ୍ଟା। ଆଚ୍ଛା, କେମିତି? ଦେଖନ୍ତୁ, ଧର୍ମ ଅନୁସାରେ ବଂଶବୃଦ୍ଧି କରିବା ଗୋଟେ କର୍ତ୍ତବ୍ୟ। କର୍ଦ୍ଦମ ମୁନି ସେଇ କର୍ତ୍ତବ୍ୟକୁ ସ୍ୱୀକାର କରୁଛନ୍ତି। ଠିକ୍ ଅଛି। କିନ୍ତୁ ତାଙ୍କ ଜୀବନର ଶେଷ ଲକ୍ଷ୍ୟ ହେଉଛି ମୋକ୍ଷ, ମାନେ ସଂସାର ବନ୍ଧନରୁ ମୁକ୍ତି। ତେଣୁ ସେ ଗୋଟେ ମଝି ରାସ୍ତା ବାହାର କଲେ, ଯେଉଁଥିରେ ସାପ ବି ମରିବନି ଆଉ ବାଡ଼ି ବି ଭାଙ୍ଗିବନି। କିଛିଟା ସେମିତି।
ସେ ସାମାଜିକ କର୍ତ୍ତବ୍ୟ ବି କରିବେ, କିନ୍ତୁ ମାୟାରେ ସବୁଦିନ ପାଇଁ ବାନ୍ଧି ହୋଇ ରହିବେ ନାହିଁ। ତାଙ୍କ ଲକ୍ଷ୍ୟ ପୁରା ସ୍ପଷ୍ଟ ଥିଲା। ତଥାପି ନିଜର ବୈରାଗ୍ୟ ପାଇଁ ଆଉ ଜଣଙ୍କର ଜୀବନକୁ ଏମିତି ଏକ ସର୍ତ୍ତରେ ବାନ୍ଧିବାଟା ମୋତେ ଟିକେ ଖଟକା ଲାଗୁଛି। ଆଉ ସେ କହୁଛନ୍ତି ଏଇଟା ଭଗବାନ ବିଷ୍ଣୁଙ୍କ ଇଚ୍ଛା। ହଁ, ଏମନ୍ତ ବିଷ୍ଣୁ ଅନୁମତି। ଏଇଟା ଟିକେ ସୁବିଧାଜନକ ଯୁକ୍ତି ଭଳି ଲାଗୁନି? ନିଜର ନିଷ୍ପତ୍ତିକୁ ଭଗବାନଙ୍କ ଇଚ୍ଛା କହିଦେଲେ ତ ସବୁ ସହଜ ହୋଇଯାଏ। ଏହି ଦୃଷ୍ଟିକୋଣରୁ ବି ଦେଖାଯାଇପାରେ, କିନ୍ତୁ ଭାଗବତର ପରିପ୍ରେକ୍ଷୀରେ କର୍ଦ୍ଦମ ଜଣେ ଦ୍ରଷ୍ଟା। ସେ ଜାଣିଥିଲେ ଯେ କ'ଣ ଜାଣିଥିଲେ? ସେ ଜାଣିଥିଲେ ଯେ ସ୍ୱୟଂ ଭଗବାନ ତାଙ୍କ ପୁଅ ହୋଇ ଜନ୍ମ ନେବେ, କପିଳ ରୂପରେ। ତେଣୁ ତାଙ୍କ ପାଇଁ ଏ ବିବାହ ଗୋଟେ ଦୈବୀ ଯୋଜନାର ଅଂଶ ଥିଲା। ଆଚ୍ଛା। ଆଉ ରାଜାମନୁ ବି ଜଣେ ରାଜର୍ଷି ଥିଲେ, ତେଣୁ ସେ ଏହାର ଗଭୀରତାକୁ ବୁଝିପାରିଲେ। ଏକଦମ। ସେଥିପାଇଁ ସେମାନଙ୍କ ପାଇଁ ବ୍ୟକ୍ତିଗତ ସୁଖ ଦୁଃଖଠାରୁ ଧର୍ମ ଆଉ ଦୈବୀ କର୍ତ୍ତବ୍ୟ ବଡ଼ ଥିଲା। ତେବେ ସର୍ତ୍ତ ଉପରେ ସମସ୍ତେ ରାଜି ହେଲେ ଆଉ ବୈଦିକ ରୀତିରେ ବିବାହ ହେଲା। ରାଜାମନୁ ଯୌତୁକରେ ବହୁତ କିଛି ଦେଲେ। ହଁ, ବହୁମୂଲ୍ୟ ବସ୍ତ୍ର, ଅଳଙ୍କାର ଆଉ ନୂଆ ଘର ସଂସାର ପାଇଁ ଯାହା ଦରକାର ସବୁ କିଛି। କିନ୍ତୁ ତାପରେ ଆସିଲା ବିଦାୟର ସମୟ। ଏହାର ବର୍ଣ୍ଣନା ଜଗନ୍ନାଥ ଦାସ ବହୁତ ମାର୍ମିକ ଭାବରେ କରିଛନ୍ତି। ହଁ, ମୁଁ ଜାଣିଛି। ସେ ଲେଖିଛନ୍ତି ଯେ ରାଜା ମନୁ ଆଉ ରାଣୀ ଏତେ କାନ୍ଦିଲେ ଯେ ତାଙ୍କ ଲୁହରେ ଝିଅ ଦେବହୂତିଙ୍କ କେଶ ପୁରା ଓଦା ହୋଇଗଲା। ଦୁହିତା କେଶ ନେତ୍ର ଜଳେ ଅତି କାତରେ ଆର୍ଦ୍ର କଲେ। ଏଇଟା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ସେମାନେ ମାନବ ଜାତିର ଆଦି ପିତାମାତା। କିନ୍ତୁ ତାଙ୍କର ଦୁଃଖ ଆଜିର କୌଣସି ସାଧାରଣ ବାପାମାଙ୍କ ଦୁଃଖଠୁ ଅଲଗା ନଥିଲା। ସତ କଥା। ସମୟ ବଦଳିଯାଏ, କିନ୍ତୁ ମଣିଷର ମୂଳ ଭାବନା ବୋଧେ ସେମିତି ହିଁ ରହିଥାଏ। ହଁ, ତେବେ କର୍ଦ୍ଦମ ଆଉ ଦେବହୂତି ନିଜର ଗୃହସ୍ଥ ଜୀବନ ଆରମ୍ଭ କଲେ, କିନ୍ତୁ ଏପଟେ ରାଜା ମନୁଙ୍କୁ ତାଙ୍କ ରାଜ୍ୟକୁ ଫେରିବାର ଥିଲା। ହଁ, ତାଙ୍କର ରାଜଧର୍ମ ବି ତ ବାକି ଥିଲା। ଝିଅର କର୍ତ୍ତବ୍ୟ ସାରି ସେ ଯେତେବେଳେ ନିଜ ରାଜ୍ୟ ବରିଷ୍ମତୀକୁ ଫେରିଲେ, ସେତେବେଳେ ତାଙ୍କ ଜୀବନର ଆଉ ଗୋଟେ ଅଧ୍ୟାୟ ଆରମ୍ଭ ହେଲା। ଆଉ ତାଙ୍କ ରାଜ୍ୟର ନାଁ ପଛରେ ବି ତ ଗୋଟେ କାହାଣୀ ଅଛି। ହଁ, ସେଇଟା କ'ଣ ଟିକେ କହିବେ? କୁହାଯାଏ ଯେ ଭଗବାନ ବିଷ୍ଣୁଙ୍କ ବରାହ ଅବତାର ସମୟରେ ଯେତେବେଳେ ସେ ପୃଥିବୀକୁ ଉଦ୍ଧାର କଲେ, ତାଙ୍କ ଦେହରୁ କିଛି ଲୋମ ଝଡ଼ି ପଡ଼ିଲା। ଆଚ୍ଛା। ଆଉ ସେଇ ଲୋମରୁ ପବିତ୍ର କୁଶ ଆଉ କାଶ ଘାସ ତିଆରି ହେଲା। ସେହି ଜାଗାଟାର ନାଁ ହେଲା ବର୍ହିଷ୍ମତୀ। ମାନେ ତାଙ୍କ ରାଜ୍ୟର ମାଟି ବି ଭଗବାନଙ୍କ ସ୍ପର୍ଶରେ ପବିତ୍ର ଥିଲା। ହଁ, କିନ୍ତୁ ତାଠୁ ବଡ଼ କଥା ହେଉଛି ରାଜା ମନୁଙ୍କ ଶାସନ ଆଉ ତାଙ୍କ ଜୀବନଶୈଳୀ। ଗ୍ରନ୍ଥରେ ଲେଖା ଅଛି ଯେ ରାଜା ମନୁ ସବୁ ପ୍ରକାରର ସାଂସାରିକ ସୁଖ ଭୋଗ କରୁଥିଲେ, କିନ୍ତୁ ସେଥିରେ ଆଦୌ ଆସକ୍ତ ନଥିଲେ। କଳ୍ପିତ ସୁଖ ବୈଭୋଗେ। ଏଇଟା ଶୁଣିବାକୁ ସହଜ ଲାଗୁଛି, କିନ୍ତୁ କରିବା ବହୁତ କଷ୍ଟ। ଜଣେ ରାଜା ସୁଖ ଆଉ ବିଳାସ ଭିତରେ ବୁଡ଼ି ରହି ନିର୍ଲିପ୍ତ ରହିବ କେମିତି? ଏହାର ରହସ୍ୟ ତାଙ୍କର ମାନସିକ ଅବସ୍ଥାରେ ଥିଲା। ମୂଳ କଥାଟା ହେଉଛି କନସିୟସ୍ କମ୍ପାର୍ଟମେଣ୍ଟାଲାଇଜେସନ୍। ଓହୋ, ଚେତନାର ବିଭାଜନ। ହଁ, ସେ ଦେହ ଆଉ ମନରେ ଲାଜକାର୍ଯ୍ୟ କରୁଥିଲେ, କିନ୍ତୁ ତାଙ୍କ ଚେତନାକୁ ସବୁବେଳେ ଭଗବାନଙ୍କ ସହ ଯୋଡ଼ି ରଖୁଥିଲେ। ଏକ ପ୍ରକାର ମେଣ୍ଟାଲ ଫାୟାରୱାଲ୍ ଭଳି। ଏକ୍ଜାକ୍ଟଲି। ଯାହା ସାଂସାରିକ ଦୁଃଖକୁ ଆଧ୍ୟାତ୍ମିକ ଶାନ୍ତି ପାଖକୁ ଆସିବାକୁ ଦିଏନି। ଆଉ ଏଇଟା ସେ କେମିତି କରୁଥିଲେ, ତାର 3ଟା ସୂତ୍ର ବି ଭାଗବତରେ ଅଛି। କ'ଣ ସେ ସୂତ୍ର? ସେ ପ୍ରତିଦିନ ଭଗବାନଙ୍କ କଥା ଶୁଣୁଥିଲେ, ତାଙ୍କ ନାମ ଜପ କରୁଥିଲେ ଆଉ ତାଙ୍କ ରୂପକୁ ଧ୍ୟାନ କରୁଥିଲେ। କୃଷ୍ଣର କଥା କର୍ଣ୍ଣେ ଶୁଣେ, ତା ରୂପ ଧ୍ୟାନେ ପରିମାଣେ, ମୁଖେ ରଟନ୍ତି ନାମ ତାରା। କିନ୍ତୁ ପ୍ରାକ୍ଟିକାଲି ଦେଖିଲେ ଜଣେ ରାଜା ପାଇଁ ଏସବୁ ସବୁବେଳେ କରିବା କେତେଦୂର ସମ୍ଭବ? ଆଚ୍ଛା। ମାନେ ତାଙ୍କୁ ତ ରାଜ୍ୟ ଚଳାଇବାକୁ ପଡ଼ୁଥିବ, ନିଷ୍ପତ୍ତି ନେବାକୁ ପଡ଼ୁଥିବ। ଶତ୍ରୁ ଆକ୍ରମଣ କଲେ ସେ କ'ଣ ଧ୍ୟାନରେ ବସିବେ? ବହୁତ ଭଲ ପ୍ରଶ୍ନ। ଏହାର ଉତ୍ତର ରାଜର୍ଷି ଶବ୍ଦରେ ଅଛି, ଯିଏ ରାଜା ବି ଆଉ ଋଷି ବି। ଓକେ। ଏହାର ଅର୍ଥ ନୁହେଁ ଯେ ସେ ରାଜକାର୍ଯ୍ୟ ଛାଡ଼ି ଦଉଥିଲେ, ବରଂ ସେ ତାଙ୍କର ସବୁ କାମକୁ ଭଗବାନଙ୍କ ସେବା ଭାବି କରୁଥିଲେ। ଗୀତାର କର୍ମଯୋଗ ଭଳି। ଏକଦମ। ତାଙ୍କ ପାଇଁ ପ୍ରଜାପାଳନ ହିଁ ଈଶ୍ୱରଙ୍କ ପୂଜା ଥିଲା। ଯେତେବେଳେ କର୍ମଫଳ ପ୍ରତି ଆସକ୍ତି ନଥାଏ, ସେତେବେଳେ କର୍ମ ବାନ୍ଧି ପାରେନି। ଆଉ ଏହି ଜୀବନଶୈଳୀରେ ଫଳ କ'ଣ ହେଉଥିଲା? ଫଳ ବିଷୟରେ ସ୍ପଷ୍ଟ ଲେଖା ଅଛି। ଭାଗବତ କହୁଛି ଯେ ରାଜା ମନୁଙ୍କୁ କୌଣସି ପ୍ରକାର ଦୁଃଖ ବା କଷ୍ଟ ଛୁଇଁ ପାରୁନଥିଲା। କାହିଁକି? କାରଣ ଯେଉଁ ହରିଙ୍କି ଆଶ୍ରୟ କଲା, ସେ ହରିଙ୍କର ଆଶ୍ରୟ ନେଇଥିବାରୁ ତାଙ୍କୁ ତ୍ରିବିଧ ତାପରୁ ମୁକ୍ତି ମିଳିଥିଲା। ତ୍ରିବିଧ ତାପ ମାନେ?
ମାନେ 3 ପ୍ରକାରର ଦୁଃଖ। ଆଧ୍ୟାତ୍ମିକ, ଯାହା ନିଜ ଦେହ ମନରୁ ଆସେ, ଆଧିଭୌତିକ, ଯାହା ଅନ୍ୟ ଜୀବଜନ୍ତୁଙ୍କଠୁ ଆସେ, ଆଉ ଆଧିଦୈବିକ। ଯେମିତିକି ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ। ଠିକ୍। ରାଜା ହୋଇ ବି ସେ ଏଇସବୁ ଦୁଃଖରୁ ମୁକ୍ତ ଥିଲେ, କେବଳ ତାଙ୍କର ଅବିଚଳିତ ଭକ୍ତି ଆଉ ନିର୍ଲିପ୍ତ କର୍ମ ଯୋଗୁଁ। ତେବେ ଆଜିର ଆଲୋଚନାଟା ପ୍ରକୃତିରେ ଦୁଇଟି ଅଲଗା ଜୀବନଶୈଳୀର ଗୋଟେ ତୁଳନା। ହଁ, କେମିତି କୁହନ୍ତୁ? ଗୋଟେ ପଟେ କର୍ଦ୍ଦମ ମୁନି, ଯିଏ ସଂସାରର କର୍ତ୍ତବ୍ୟକୁ ଗୋଟେ ଟାଇମ୍ ଲିମିଟ୍ ଭିତରେ ସାରି ସମ୍ପୂର୍ଣ୍ଣ ତ୍ୟାଗର ରାସ୍ତା ବାଛିଲେ। ଆଉ ଅନ୍ୟପଟେ ରାଜା ମନୁ, ଯିଏ ସଂସାର ଭିତରେ ରହି, ଭୋଗ ଭିତରେ ରହି, କିନ୍ତୁ ମାନସିକ ସ୍ତରରେ ପୂରାପୂରି ଅଲଗା ରହି ମୁକ୍ତିର ଅନୁଭବ କରୁଥିଲେ। ସମ୍ପୂର୍ଣ୍ଣ ଠିକ୍। ଏହି ଗ୍ରନ୍ଥ ଆମ ଆଗରେ ଦୁଇଟା ରାସ୍ତା ରଖୁଛି। କର୍ଦ୍ଦମ ମୁନିଙ୍କ ରାସ୍ତାକୁ କୁହାଯାଏ ନିବୃତ୍ତି ମାର୍ଗ। ନିବୃତ୍ତି ମାର୍ଗ। ହଁ, ମାନେ କର୍ମର ଦୂରେଇ ଯିବା। ହଁ, ଧୀରେ ଧୀରେ ତ୍ୟାଗକୁ ଅପଣେଇବା। ଆଉ ରାଜା ମନୁଙ୍କ ରାସ୍ତା ହେଉଛି ପ୍ରବୃତ୍ତି ମାର୍ଗରେ ରହି ମୁକ୍ତି ପାଇବା। ମାନେ ସଂସାରରେ ରହି ଦାୟିତ୍ୱ ତୁଲାଇ, କିନ୍ତୁ ନିଷ୍କାମ ଭାବରେ। ଏକ୍ଜାକ୍ଟଲି। ଏଇ ଦୁଇଟା ରାସ୍ତା ପରସ୍ପରର ବିରୋଧୀ ନୁହେଁ, ବରଂ ଅଲଗା ଅଲଗା ସ୍ୱଭାବ ଆଉ ପରିସ୍ଥିତିର ଲୋକଙ୍କ ପାଇଁ। ଏହି ଯେଉଁ କର୍ତ୍ତବ୍ୟ ଆଉ ବୈରାଗ୍ୟର ମିଶ୍ରଣ କଥା, ଏଇଟା ଆଜିର ଦୁନିଆରେ ବୁଝିବା ଟିକେ କଷ୍ଟ। ଆମେ ଭାବୁ ଯେ ଆଧ୍ୟାତ୍ମିକତା ମାନେ ସବୁ ଛାଡ଼ିଦେବା। କିନ୍ତୁ ଏ କାହାଣୀ ଦେଖାଉଛି ଯେ ନିଜ କର୍ତ୍ତବ୍ୟକୁ ଠିକ୍ ଭାବରେ, ନିର୍ଲିପ୍ତ ଭାବରେ କରିବା ବି ଗୋଟେ ବହୁତ ଶକ୍ତିଶାଳୀ ଆଧ୍ୟାତ୍ମିକ ରାସ୍ତା ହୋଇପାରେ। ହଁ, ଏହା ହିଁ ବୋଧେ ସବୁଠୁ ବଡ଼ ଶିକ୍ଷା। ଏହା ଆଧ୍ୟାତ୍ମିକତାକୁ ଆଶ୍ରମ କି ମନ୍ଦିର ଭିତର ବାହାର କରି ଆମର ଦୈନନ୍ଦିନ ଜୀବନ, ଆମ କାମ, ଆମ ପରିବାର ଭିତରକୁ ନେଇ ଆସେ। ତେବେ ଶେଷରେ ଗୋଟେ ପ୍ରଶ୍ନ ମନକୁ ଆସୁଛି, ଯାହା ଉପରେ ଚିନ୍ତା କରାଯାଇପାରେ। କ'ଣ? ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ଯେତେବେଳେ କାମର ଚାପ ଆଉ ପରିବାରର ଦାୟିତ୍ୱ ଆମକୁ ସବୁବେଳେ ଘେରି ରହିଛି, ସେତେବେଳେ ଏହି ଦୁଇଟି ରାସ୍ତାରୁ କୋଉଟା ଅଧିକ ପ୍ରାସଙ୍ଗିକ ମନେହୁଏ? କର୍ଦ୍ଦମଙ୍କ ପରି ଜୀବନକୁ ଅଲଗା ଅଲଗା ଫେଜ୍ରେ ଭାଗ କରିବା, ନା ରାଜା ମନୁଙ୍କ ପରି ପ୍ରତି ମୁହୂର୍ତ୍ତରେ ଦୁଇଟି ଯାକା ଜୀବନକୁ ଏକା ସାଙ୍ଗରେ ବଞ୍ଚିବା?